ଦଳର ଯେଉଁମାନେ ବିଜୁ ଜନତା ଦଳର ଶାସକ ଦଳର ଲୋକ ଆସିକି ଭିତରେ ଡିଷ୍ଟର୍ବ କରୁଛନ୍ତି ତ ସେଥିରେ ଜଣେ ବିଧାୟକ ମାନଙ୍କ ଭିତରେ ଜଣେ ଅନଅଥରାଇଜ୍ଡ ପର୍ସନ ପଶିକି ଯେତେବେଳେ ବିଶୃଙ୍ଖଳା ସୃଷ୍ଟି କରୁଛି ସେତେବେଳେ ଯାହା ପରିସ୍ଥିତି ହେଇଛି ତେଣୁ ଏଥିରେ ମାନେ ଶାସକ ଦଳର କଣ ଏଥିରେ ରହିଲା ଭୁଲ ନବ ମଲ୍ଲିକକୁ ଯେତେବେଳେ ସେମାନେ ନେଇକି ଯାଉଥିଲେ 54 ନମ୍ବରକୁ ନବ ମଲ୍ଲିକକୁ ଜଣେ ଯିଏକି ବିଧାୟକ ନାହିଁ ଗୃହର ଯିଏ ସଦସ୍ୟ ନାହିଁ ସିଏ କେମିତି ସେଠି ଆସିଲା ବିଜେଡି ନେତା ସେ ବିଜେଡି ନେତା ନାଁ ମୁଁ ଜାଣିନି ସିଏ କେମିତି ଆସିଲା ସେଇଟା ତ ମତେ ପ୍ରଶ୍ନ ନା ତ ନବ ମଲ୍ଲିକ ତ କିଏ ବିଧାୟକ ଜଣେ ଅଛନ୍ତି ସିଏ ତାଙ୍କର ଫଟୋ ଦେବାକୁ ଯିବେ ତ ତା ସହିତ ବିଜେଡି ନେତା ଆସିବାର କାରଣ କଣ ଥିଲା ବାହାର ଜଣେ କି ଅଣ ଅଧିକୃତ ଜଣେ ଲୋକ ସେ ବିଧାୟକ ମାନେ ବିଧାନସଭା ଭିତରୁ କାହିଁକି ଆସିବ ତ ସେଇଟାର ପ୍ରଶ୍ନ ଆଗରେ ସେମାନେ ରଖନ୍ତୁ ତାପରେ ନବ ମଲ୍ଲିକକୁ କିଏ କଣ କଲା କଣ ନାହିଁ କଣ ବିଧାନସଭା କଣ ସିସି କ୍ୟାମେରା ନାହିଁ ସେ ସମସ୍ତେ ଜାଣିଛନ୍ତି ନା ତେଣୁ ଏଥିରେ ଯୋଉ ବିଜୁ ଜନତା ଦଳ ଯୋଉ କଥା କହୁଛନ୍ତି ସମ୍ପୂର୍ଣ୍ଣ ଅବାସ୍ତବ କଥା ଯେହେତୁ ଜଳ ହେଇକି ଦେଖାଗଲା ରିଜଲ୍ଟ ତେଣୁ କୋଉଠି ନା କୋଉଠି ସେମାନଙ୍କର ଆଉ କିଛି ଭାଷା ନାହିଁ ତ କୋଉଠି ନା କୋଉଠି ବିଭ୍ରାନ୍ତି କରିବାକୁ କୋଉଠି ନା କୋଉଠି ପ୍ରସଙ୍ଗକୁ ଏଡାଇବା ପାଇଁ ଇଏ ଗୋଟେ ମାଧ୍ୟମ କରୁଛନ୍ତି ଏଥିରେ କିଛି ମାନେ ବିଷୟ ମାନେ ବିନ୍ଦୁ ବିସର୍ଗ ହିଁ ନାହିଁ ଏଥିରେ ସେମାନେ ପାଲଟା ଅଭିଯୋଗ କରୁଛନ୍ତି ଯେ ଭାରତୀୟ ଜନତା